ओडिशारे प्रसिद्ध घुगुनी तरकारी प्रायतः समस्ते खाइबा ପାଇଁ ଭଲ ପାଆନ୍ତି। ଖାସ୍ କରି ଦୋକାନରେ ଅଧିକ ଖାଆନ୍ତି କାହିଁକି ନା ଘରେ ସେ ଟେଷ୍ଟ କୋଉଠି ଆସୁଛି। ଚାଲନ୍ତୁ ଆଜି ଦୋକାନୀ ଠାରୁ ଅଧିକ ଟେଷ୍ଟ ଘରେ ବନେଇବା ଘୁଗୁନି ତରକାରୀ। ରାନିଜ ଓଡ଼ିଆ ରୋଷେଇକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଦେଖନ୍ତୁ ମୁଁ ଏଠି ଆଳୁ ମଟର ସିଝେଇ ନେଇଛି। ଆଳୁକୁ ମୁଁ ଚୋପା ଛଡ଼େଇ କାଟି ଦେଇଥିଲି ଛୋଟ ଛୋଟ କରିକି, ତାପରେ ତାକୁ ଧୋଇକି ପକେଇ ନେଇଥିଲି। ଆଉ ମଟରକୁ ମୁଁ ଓଭରନାଇଟ୍ ପାଣିରେ ଭିଜେଇକି ରଖିଦେଇଥିଲି। ଆପଣ ଚାହିଁଲେ ସକାଳେ ଗରମ ପାଣିରେ ମଧ୍ୟ ଭିଜେଇକି 3 ରୁ 4 ଘଣ୍ଟା ରଖିପାରିବେ। ଏଠି ମଟର ଭଲ ଭାବରେ ସିଝିବା ଦରକାର। ଦେଖନ୍ତୁ କେଉଁଭଳିଆ ସିଝିଛି। ଆପଣ ଭାତରେ ଖାଆନ୍ତୁ କିମ୍ବା ରୁଟିରେ ଖାଆନ୍ତୁ, ମଟର ଏଇଭଳିଆ ସିଝିବା ଦରକାର। ମୁଁ ପ୍ରଥମେ 5 ରୁ 6ଟା ସିଟି ମାରିଲି ହାଇ ଫ୍ଲେମ୍ରେ, ତାପରେ ଗୋଟେ ଲୋ ଫ୍ଲେମ୍ରେ ସିଟି ମାରିଲି। ମୁଁ ଏଠି କଡ଼େଇ ଗରମ ହେବା ପାଇଁ ବସାଇ ନେଇଥିଲି। ମୁଁ ଏଠି ସୋରିଷ ତେଲ 3 ରୁ 4 ଚାମଚ ଏଡ୍ କରୁଛି। ଆପଣ ସବୁବେଳେ ଟ୍ରାଏ କରିବେ ସୋରିଷ ତେଲ ଏଡ୍ କରିବା ପାଇଁ, କାହିଁକି ନା ସୋରିଷ ତେଲରେ ଟେଷ୍ଟ ଅଧିକା ଥାଏ। ଆପଣ ଯଦି ସୋରିଷ ତେଲ ନଥିବ ତାହେଲେ ରିଫାଇନ୍ ତେଲ ୟୁଜ୍ କରିପାରିବେ। ମୁଁ ଏଠି 1 ଚାମଚ ଜିରା ପକାଇ ନେଉଛି। ଜିରା ଫୁଟି ସାରିଲା ପରେ ତାପରେ ପିଆଜ ପକାଇବା। ଜିରା ଫୁଟି ସାରିଲାଣି। ମୁଁ ଏଠି 2ଟା ତେଜପତ୍ର ନେଇଯାଉଛି ବାସ୍ନା ପାଇଁ। ତାପରେ ମୁଁ ଗୋଟେ ବଡ଼ ସାଇଜ୍ର ପିଆଜକୁ ଛୋଟ ଛୋଟ କରି କାଟିକି ପକାଇ ନେଉଛି। ମଟର ଆଳୁ ତରକାରୀରେ ଟ୍ରାଏ କରିବେ 2ଟା ପିଆଜ କିମ୍ବା ବଡ଼ ସାଇଜ୍ର ଗୋଟେ ପିଆଜ ନେବେ। ପିଆଜକୁ ଭଲ ଭାବରେ ଭାଜି ନେବା, ଏମିତି ପୁରା ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ମିଡ଼ିୟମ୍ ଫ୍ଲେମ୍ରେ ଏମିତି ଭାଜି ନେଇଯିବେ। ଜଲ୍ଦି ସିଝିବା ପାଇଁ ପିଆଜ 1 ଚାମଚ ଲୁଣ ଆଡ଼୍ କରିପାରିବେ। ମୁଁ ଏଠି ଅଦା ରସୁଣ ପେଷ୍ଟ 1 ଚାମଚ ନେଇଯାଇଛି। ଆପଣ ମସଲାର କ୍ୱାଣ୍ଟିଟି ଟିକେ ବେଶୀ କମ୍ କରିପାରିବେ। ମୁଁ ଏଠି ମସଲା ଅଧିକ ଦେଉନାହିଁ, 1 ଚାମଚ ନେଇଛି। ମସଲାକୁ ଏମିତି ଲୋ ମିଡ଼ିୟମ୍ରେ ଭଲସେ ଭାଜିବା। ଲଗାତାର ଏମିତି ମୁଁ ଚଲାଉଥିବେ, ନହେଲେ ମସଲା ତଳେ ଲାଗିଯିବ। ମୁଁ ଏଠି 1/2 ଚାମଚ ହଳଦୀ ପାଉଡ଼ର ଗୁଣ୍ଡ ଆଡ଼୍ କରୁଛି। ଆପଣ ଚାହିଁଲେ ଏଠି କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇ ପାରିବେ। ମସଲାକୁ ଏମିତି ଲୋରେ ଭଲସେ ଭାଜି ନେବା। ଦେଖନ୍ତୁ ମସଲା ମୋର ପ୍ରାୟତଃ ହେଇଗଲାଣି। ମସଲା ଏଠି ଟୋଟାଲି କଞ୍ଚା ରଖିବେନି, ଭଲ ଭାବରେ ଫ୍ରାଏ କରିବେ, ନହେଲେ ତରକାରୀର ଟେଷ୍ଟ କମିଯିବ। ଏଠି ମୁଁ 3ଟା ବିଲାତିକୁ ଭଲ ଭାବରେ ପେଷ୍ଟ କରିନେଇଛି। ଆପଣ ଚାହିଁଲେ ଛୋଟ ଛୋଟ କାଟିକି ପକାଇକି କରିପାରିବେ। ମୁଁ ପ୍ରାୟତଃ ସବୁବେଳେ ଟମାଟୋକୁ ଏମିତି ପେଷ୍ଟ କରିକି ପକାଏ, କାହିଁକି ନା ତରକାରୀ ଜଲ୍ଦି ହେଇଯାଇଥାଏ ଏବଂ ବିଲାତି ଖଣ୍ଡ ଖଣ୍ଡ ରୁହେ ନାହିଁ। ଏଠି ଦେଖନ୍ତୁ ମୁଁ ଭଲ ଭାବରେ ଟମାଟୋକୁ ପେଷ୍ଟ କରିକି ଏଠି ଭାଜି ନେଉଛି। ମୁଁ ଏଠି 1 ଚାମଚ ହଳଦୀ ପାଉଡ଼ର ଗୁଣ୍ଡ, ଆଉ 1/2 ଚାମଚ ଶୁଖିଲା ଲଙ୍କା ଗୁଣ୍ଡ, ଆଉ 1 ଚାମଚ ଧନିଆ ପାଉଡ଼ର ଗୁଣ୍ଡ, ଆଉ 1 ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ଆଉ 1/2 ଚାମଚ ଗୋଲମରିଚ ଗୁଣ୍ଡ। ଏଠି ମୁଁ ଶୁଖିଲା ଲଙ୍କା ଗୁଣ୍ଡ 1/2 ଚାମଚ ପକାଇଥିଲି, ସେଥିପାଇଁ ମୁଁ କାଶ୍ମୀରୀ ଲଙ୍କା ଗୁଣ୍ଡ ଛୋଟ 1 ଚାମଚ ପକାଇଛି। ଯଦି ଆପଣ ଘରେ ଲଙ୍କା ଗୁଣ୍ଡ ୟୁଜ୍ କରୁଛନ୍ତି ତାହେଲେ କାଶ୍ମୀରୀ ଲଙ୍କା ଗୁଣ୍ଡ କମ୍ ପକାନ୍ତୁ। ଆପଣ ଯେତିକି ରାଗ ଖାଇବେ ସେ ଅନୁସାରେ କମ୍ ବେଶୀ କରିପାରିବେ। ଏଠି ସବୁ ମସଲାକୁ ପକାଇ ନେଇ ମୁଁ 2 ମିନିଟ୍ ଏମିତି ଢାଙ୍କୁଡ଼ିକି ରଖି ନେଇଥିଲି। ଏଠି ମସଲା ଭଲ ଭାବରେ କଷି ହେଇଯାଇଛି। ଯେତେ ଯାଏଁ ତେଲ ଉପରକୁ ଉଠି ନଥିବ, ଭଲ ଭାବରେ କଷି ହେଇନଥିବ, ଆପଣ ଏମିତି କଷି ଚାଲିଥିବେ ଲୋରେ। ଭଲ ଭାବରେ ମସଲାକୁ କଷି ନେଇଛି। ତାପରେ ମୁଁ ଏଠି ଯେଉଁ ମଟର ଆଳୁ ସିଝା ରଖିଥିଲି ତାକୁ ମୁଁ ପକାଇ ନେଉଛି। ପାଣି ମୁଁ ଏବେ ଦେବିନି, ସେହି ପାଣି ୟୁଜ୍ କରିବି ଯେଉଁଟା ମୁଁ ମଟର ଆଳୁ ସିଝେଇଥିଲି। ଏବେ ବାସ୍ ମୁଁ ମଟର ଆଳୁ ପକାଇ ତାକୁ କଷି ନେବି। ଭଲ ଭାବରେ ଏମିତି ତାକୁ କଷିବେ। ଆପଣ ଏମିତି କଷିବା ଦ୍ୱାରା ତରକାରୀର ଗ୍ରେଭି ବହୁତ ଭଲ ଆସିଥାଏ ଏବଂ ଟେଷ୍ଟ ମଧ୍ୟ ହୋଇଥାଏ। ଆପଣ ଏଠି 4 ରୁ 5 ମିନିଟ୍ ମଟର ଆଳୁକୁ ଏମିତି କଷିବେ। ଏମିତି କଷିବା ଦ୍ୱାରା ତରକାରୀ ଗ୍ରେଭି ଭଲ ଆସିଥାଏ ଏବଂ ଟେଷ୍ଟ ମଧ୍ୟ ଲାଗିଥାଏ। ଦେଖନ୍ତୁ 4 ରୁ 5 ମିନିଟ୍ ପରେ ତରକାରୀ କଷା ମୋର କେମିତି ହେଇଛି। ମୁଁ ଏଠି ପାଣି ଆଡ଼୍ କରିନେବି। ଆପଣ ଚାହିଁଲେ କଷା ଖାଇପାରିବେ, କିନ୍ତୁ ମୁଁ ଏଠି ପାଣି ଆଡ଼୍ କରିନେଉଛି। ଯେଉଁ ପାଣି ମୁଁ ମଟର ଆଳୁ ଦେଇ ସିଝେଇଥିଲି ସେଇ ଗରମ ପାଣିକୁ ମୁଁ ଆଡ଼୍ କରିନେଉଛି। 2 ମିନିଟ୍ ଫୁଟିଲା ପରେ ଦେଖନ୍ତୁ କେମିତି ତରକାରୀର ଗ୍ରେଭି ବନିଛି। ଆପଣ ଏଠି କମ୍ ବେଶୀ ବି ପାଣି କରିପାରିବେ, କିନ୍ତୁ ଟ୍ରାଏ କରିବେ ଟିକେ ଅଧିକ ପାଣି ରଖିବା ପାଇଁ, କାହିଁକି ନା ଥଣ୍ଡା ହେଲା ପରେ ତରକାରୀ ପାଣି କମି ଯାଇଥାଏ। ମୁଁ ଏଠି 1/2 ଚାମଚ ଗରମ ମସଲା ଗୁଣ୍ଡ ନେଇଯାଉଛି, ହୋମ୍ ମେଡ୍ ଗରମ ମସଲା।
मुझे ढांकुड़ी की 1 मिनिट पर्यंत रखी नौची। तापर देखंतु तरकारी फाइनली लुक केमिति केते सुंदर ग्रेवी आसीची टेस्ट मध्य हेची दुकान ठारू अधिक टेस्टी घुगुनी तरकारी आपण एमिति घरे निश्चित बनातु आउ परिवार सहित एंजॉय करंतु केमिति लागिले निहाते कमेंट बॉक्स रे जणांतु प्रथम थर पे मो चैनल को आस्तिले सब्सक्राइब करिनतु जय